ଉଫ୍ କେତେ କାମ। ଗଛ ଲଗାଅ, ତା ପାଇଁ ମାଟି ପ୍ରସ୍ତୁତ କର, ମାଟି ପ୍ରସ୍ତୁତ କରିବା ପାଇଁ ପୁଣି ମାଟି ବାଲି ଖତ ଆହୁରି କେତେ କ'ଣ ଯୋଗାଡ଼ କର। ମାସକୁ ଗୋଟେ ଥର ଗଛକୁ ଖତ ଦିଅ, ସପ୍ତାହକୁ ଥରେ ସେଥିରେ ଯେଉଁ ଘାସ ଉଠୁଛି ତାକୁ ସଫା କର, ଗଛକୁ ସବୁଦିନ ପାଣି ଦିଅ, ଫଞ୍ଜିସାଇଡ୍ ଇନସେକ୍ଟିସାଇଡ୍ ସ୍ପ୍ରେ କର, ଗଛର ପ୍ରୁନିଂ କର, ଏମିତି ଆହୁରି କେତେ କ'ଣ। ଏତେ କାମ କରିବା ଅପେକ୍ଷା ଗଛଟା ନ ଲଗେଇଲେ ହିଁ ଭଲ। କ'ଣ ଆପଣମାନେ ବି ଏମିତି ଭାବୁଛନ୍ତି କି? ଯଦି ଭାବୁଛନ୍ତି ତାହେଲେ ମୁଁ କହିବି ଆପଣଙ୍କର ଏଇ ଯେଉଁ ଚିନ୍ତାଧାରା ସମ୍ପୂର୍ଣ୍ଣ ରୂପେ ଭୁଲ। ଏତେ ସାରା କଷ୍ଟ କଲା ପରେ ଯେତେବେଳେ ଆପଣ ଗଛରେ ଛୋଟ କଢ଼ଟିଏ ବି ଦେଖିବେ ନା, ସେଇ ଯେଉଁ ଖୁସି এই କଷ୍ଟ ଆଗରେ ବହୁତ ଅଧିକ। এই କଷ୍ଟ ଆପଣ ଭୁଲିଯିବେ ଯେତେବେଳେ ସେ ଛୋଟ କଢ଼ଟିକୁ ଦେଖିବେ। ଆଉ ଯେତେବେଳେ ଫୁଲ ଫୁଟିଯିବ ଆପଣଙ୍କ ଖୁସିର ସୀମା ତ କହିଲେ ନ ସରେ। ମୁଁ ତ କହିବି ସମସ୍ତେ ଗଛ ଲଗେଇବା ଉଚିତ। ଜୀବନରେ ପଛେ ଗୋଟେ ଥର ହେଉନା କାହିଁକି ନିହାତି ଭାବେ ଗଛ ଲଗାନ୍ତୁ। ଜୀବନରେ ଗୋଟେ ଥର ବି କାହିଁକି ଗଛ ଲଗେଇବେ? ବର୍ଷକୁ ଥରେ ତ ଆପଣଙ୍କର ଜନ୍ମଦିନ ଆସୁଛି କିମ୍ବା ଆନିଭର୍ସରୀ ଆସୁଛି, କ'ଣ ସେଇ ସମୟରେ ଆପଣ ଗୋଟେ ମିନିଟ୍ ବି ବାହାର କରିକି ଗୋଟେ ଗଛ ଆଣିକି ଲଗେଇ ପାରିବେନି? ଦେଖିବେ ସେଇ ଗଛ ଲଗେଇକି ଆପଣ ଯେତେବେଳେ ତାର ଯତ୍ନ ନେବେ, ଧୀରେ ଧୀରେ ଯେତେବେଳେ ଗଛଟି ବଢି ବଢିଯିବ ଆଉ ସେଥିରେ ଫୁଲ ଫଳ ଆସିବ, ସେଇ ଯେଉଁ ଖୁସିର ସୀମା ଆପଣଙ୍କର ରହିବ ନାହିଁ ସେସବୁ ଦେଖିଲା ପରେ। ଆପଣ ତ ପିଲାମାନଙ୍କର ଯତ୍ନ ନେଉଛନ୍ତି, ତ ଗଛର ଯତ୍ନ ନେଲେ ଅସୁବିଧା କ'ଣ ଅଛି? ସେମିତିରେ ବି ଗଛ ତ ଆମକୁ ଜୀବନ ଦେଉଛି ନା। ଆଜିକାଲିକା ପିଲାମାନେ ତ ବାପା ମାଙ୍କୁ ଆଉ ପଚାରୁନାହାନ୍ତି, କିନ୍ତୁ ଯଦି ଆପଣ ଗୋଟେ ଗଛଟିଏ ଲଗେଇଥିବେ ଆପଣଙ୍କ ଦରକାର ସମୟରେ ସେ ନିହାତି କାମରେ ଆସିବ। ଗଛ ତ ଆମକୁ ନିଶ୍ୱାସ ପ୍ରଶ୍ୱାସ ଦେଇଥାଏ, ତେଣୁ ଗଛ ଲଗେଇଲେ ଅସୁବିଧା କ'ଣ ଅଛି? ଆପଣ ଯେତିକି କଷ୍ଟକର ଭାବୁଛନ୍ତି ଗଛ ଲଗେଇବା, ସେତିକି କଷ୍ଟକର ନୁହେଁ। ଗୋଟେ ଥର ଗଛ ଲଗାନ୍ତୁ, ଦେଖିବେ ଆପଣ କେତେ ଖୁସି ହେଇଯିବେ ଆଉ ଆପଣଙ୍କୁ ସେ କଷ୍ଟ ବିଲକୁଲ ବି ଅନୁଭବ ହେବନି। ଯେମିତିକି ଏବେ ମୁଁ 3 ଦିନ ହେଲାଣି ବଗିଚା ସଫା କରୁଛି, ମତେ ବହୁତ କଷ୍ଟ ହେଉଛି, କିନ୍ତୁ ତାପର ଦିନ ସକାଳକୁ ଯେତେବେଳେ ବଗିଚାରେ କିଛି ଫୁଲ ଫୁଟିଥିବାର ମୁଁ ଦେଖୁଛି, ମୋର ସେ କଷ୍ଟ ସବୁ ଦୂର ହେଇଯାଉଛି। ଇଏ ମୋର କିଛି ଏକ୍ସପିରିଏନ୍ସ ମୁଁ ଆପଣମାନଙ୍କ ସହିତ ସେୟାର କଲି। ବଗିଚାରେ ତ ଡେଲି କାମ ଚାଲିଛି, ତ ସବୁଦିନ ଯଦି ଆପଣ ଅଧଘଣ୍ଟାରୁ ଘଣ୍ଟେ ବି ସମୟ ବାହାର କରିବେ ତାହେଲେ ଗୋଟେ ସୁନ୍ଦର ବଗିଚାଟେ ତିଆରି କରିପାରିବେ। ତ ସେଇ କାମ ଭିତରୁ ମୁଁ କିଛିଟା ଆପଣମାନଙ୍କ ସହିତ ସେୟାର କଲି। ତ ବେଶୀ ବକର ବକର ନ ହେଇକି ଏଇ ଗୋଟେ ଛୋଟ ଆପଣମାନଙ୍କ ସହିତ ମନର କଥା ସେୟାର କଲି। ଯଦି ଭଲ ଲାଗିଥିବ ତାହେଲେ ନିହାତି ଭାବେ ଲାଇକ୍ ଗୋଟେ କରିଦେବେ।